शुभम करोतु कल्याणम आरोग्यम सुख समर्थनम दुष्टबुद्धि विनाशाय च ईशु जगजति नमस्तुते। ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଆଜିର ଭିଡ଼ିଓରେ ଆମେ ହିନ୍ଦୁ ଧର୍ମଶାସ୍ତ୍ରର ଏକ ଶ୍ଲୋକ ବିଷୟରେ ଆଲୋଚନା କରିବା, ଯାହା ଯୀଶୁଙ୍କର ଶକ୍ତି ଏବଂ ସାମର୍ଥ୍ୟ ବିଷୟରେ ବର୍ଣ୍ଣନା କରେ। ଆଜିର ଭିଡ଼ିଓରେ ଆମେ ଦେଖିବା ପ୍ରକୃତରେ ହିନ୍ଦୁ ଧର୍ମଶାସ୍ତ୍ରର ଏହି ଶ୍ଲୋକ ଅନୁସାରେ ଯୀଶୁଙ୍କର ଶକ୍ତି ଅଛି କି ନାହିଁ। ଅନେକଙ୍କ ମନରେ ପ୍ରଶ୍ନ ଥିବ ଯେ ଯୀଶୁ ତ କେବଳ ବାଇବେଲ ଭିତରେ ସୀମିତ ରହିବା କଥା, ତେବେ ଯୀଶୁଙ୍କର ବେଦ ଏବଂ ଉପନିଷଦ ମଧ୍ୟରେ କ'ଣ କାମ ରହିଛି। ଆଉ ଭିଡ଼ିଓକୁ ଆରମ୍ଭ କରିବା ପୂର୍ବରୁ ମୁଁ ଆପଣଙ୍କୁ ଗୋଟିଏ ବିଷୟ ଅନୁରୋଧ କରେ, ଆଉ ଯଦି ଆପଣ ଇଂରାଜୀ ଭାଷାରେ ପରମେଶ୍ୱରଙ୍କର ବାକ୍ୟକୁ ଶୁଣିବା ପାଇଁ ଚାହୁଁଛନ୍ତି, ତେବେ ଏହି ଚ୍ୟାନେଲକୁ ଆପଣ ସବସ୍କ୍ରାଇବ୍ କରନ୍ତୁ। ଆଉ ଏହି ଚ୍ୟାନେଲର ଲିଙ୍କ ମୁଁ ଏହି ଭିଡ଼ିଓର ଡେସ୍କ୍ରିପସନରେ ମୁଁ ଦେଇଦେଉଛି। ଆଉ ଏହି ଚ୍ୟାନେଲରେ ଅନେକ ବିଷୟ ଆମେମାନେ ଆଲୋଚନା କରିବା, ଆଉ ଅନେକ ବିଷୟ ମଧ୍ୟ ରହିଅଛି, ଯାହାକି ବାଇବେଲର ଇତିହାସ, ଆଉ ବାଇବେଲର ଓଲ୍ଡ ଟେଷ୍ଟାମେଣ୍ଟ ସର୍ଭେ, ନ୍ୟୁ ଟେଷ୍ଟାମେଣ୍ଟ ସର୍ଭେ, ଏପରି ଅନେକ ବିଷୟ ରହିଅଛି ଯାହାକି ଆମମାନଙ୍କ ନିମନ୍ତେ ଜାଣିବା ଜରୁରୀ ଅଟେ। ଆଉ ଏହି ସମସ୍ତ ବିଷୟ ଜାଣିବା କାହିଁକି ଜରୁରୀ? କାରଣ ଏହି ସମସ୍ତ ବିଷୟ ଆମମାନଙ୍କୁ ଭ୍ରାନ୍ତ ଶିକ୍ଷାରୁ ଉଦ୍ଧାର କରିଥାଏ। ସେଥିପାଇଁ ଏଠାରେ ଅନେକ ବାଇବେଲ ଷ୍ଟୋରି ହେବ। ଏହି ଚ୍ୟାନେଲରେ ଅନେକ ବାଇବେଲ ଷ୍ଟୋରିର ଭିଡ଼ିଓ ଗୁଡ଼ିକ ମୁଁ ଅପଲୋଡ଼ କରିବି। କିଛି ଭିଡ଼ିଓ ମୁଁ ଅପଲୋଡ଼ କରିଅଛି। ଯଦି ଆପଣ ଚାହୁଁଛନ୍ତି ବାଇବେଲ ଷ୍ଟୋରି କରିବା ନିମନ୍ତେ ମୋ ସହିତ, ଆଉ ବାଇବେଲକୁ ଟିକିନିଖି ମାନେ ଭର୍ସ ବାଇ ଭର୍ସ ଆପଣ ଯଦି ବୁଝିବା ପାଇଁ ଇଚ୍ଛା ପ୍ରକାଶ କରୁଅଛନ୍ତି, ତେବେ ମୋର ଏହି ନୂତନ ଚ୍ୟାନେଲକୁ ଆପଣ ସବସ୍କ୍ରାଇବ୍ କରିପାରିବେ, ଯେଉଁଠି ଅନେକ ବିଷୟ ରହିଅଛି। ଯେପରି ମୁଁ କହିଲି, ଓଲ୍ଡ ଟେଷ୍ଟାମେଣ୍ଟ ସର୍ଭେ, ନ୍ୟୁ ଟେଷ୍ଟାମେଣ୍ଟ ସର୍ଭେ, ହର୍ମେନେଟିକ୍ସ, ଏକ୍ସପୋଜିଟୋରି ପ୍ରିଚିଂ, ଏପରି ଅନେକ ବିଷୟ ସବୁ ରହିଅଛି। ତେବେ ଅନେକ ମୋତେ ନିଶ୍ଚିନ୍ତ ଭାବରେ କମେଣ୍ଟ କରିବେ ଯେ ଏହି ସମସ୍ତ ବିଷୟ ଓଡ଼ିଆ ଭାଷାରେ ଏହି ଚ୍ୟାନେଲରେ କାହିଁକି ଅପଲୋଡ଼ କରୁନ? ହଁ ଭାଇମାନେ, ହଁ ବନ୍ଧୁଗଣ, ଆପଣ ଠିକ୍ କହିଛନ୍ତି। ଏହି ସମସ୍ତ ବିଷୟ ମୁଁ ଓଡ଼ିଆ ଭାଷାରେ ଅପଲୋଡ଼ କରିପାରନ୍ତି, କିନ୍ତୁ ମୋ ପାଖରେ ଯେଉଁ ଇଂଲିଶର ଯେଉଁ ଭର୍ସନ୍ ରହିଅଛି, ତାକୁ ଓଡ଼ିଆରେ ଟ୍ରାନ୍ସଲେସନ୍ କରିକି ତାକୁ ପୁଣି ଥରେ ଭିଡ଼ିଓ ବନେଇବା ନିମନ୍ତେ ଆମ ପାଖରେ ସମୟର ଅଭାବ ରହିଅଛି। ହଁ ବନ୍ଧୁଗଣ, ସେଥି ନିମନ୍ତେ ଯେହେତୁ ମୋ ପାଖରେ ଇଂରାଜୀ ସ୍କ୍ରିପ୍ଚର ଗୁଡ଼ିକ ଅଛି, ନୋଟ୍ ଗୁଡ଼ିକ ଅଛି, ସେଥିପାଇଁ ମୁଁ ଚାହୁଁଅଛି ଯେ ଆପଣମାନେ ମଧ୍ୟ ଏ ସମସ୍ତ ବିଷୟ ଜାଣନ୍ତୁ। ଯଦି ଆପଣ ଇଚ୍ଛା ପ୍ରକାଶ କରୁଛନ୍ତି ଇଂରାଜୀ ଭାଷାରେ ବାଇବେଲ ଷ୍ଟୋରି କରିବା ନିମନ୍ତେ, ତେବେ ମୋର ଏହି ଚ୍ୟାନେଲକୁ ଆପଣ ସବସ୍କ୍ରାଇବ୍ କରିପାରିବେ। ତେବେ ଚାଲନ୍ତୁ ଆମେ ଆଗକୁ ବଢ଼ିବା। ତେବେ ଆଜିର ଭିଡ଼ିଓରେ ଆମେ ହିନ୍ଦୁ ଧର୍ମଶାସ୍ତ୍ର ବୃହଦରଣ୍ୟକ ଉପନିଷଦର ଏକ ଅଂଶକୁ ଶ୍ଲୋକର ସହିତ ପାଠ କରିବା ଆଉ ଆଲୋଚନା କରିବା। କିଛି ଦିନ ପୂର୍ବରୁ ମୁଁ ମୋ ଚ୍ୟାନେଲରେ ଏକ ଭିଡ଼ିଓ ଅପଲୋଡ଼ କରିଥିଲି, ଆଉ ସେ ଭିଡ଼ିଓର ବିଷୟବସ୍ତୁ ଥିଲା ହିନ୍ଦୁ ଶାସ୍ତ୍ରରେ ଯୀଶୁ। ସେହି ଭିଡ଼ିଓକୁ ଦେଖିବା ପରେ ଅନେକ ମୋତେ କମେଣ୍ଟ କଲେ, ଭାଇ ଶ୍ଲୋକ ସହିତ ଭିଡ଼ିଓକୁ ବନେଇବା ନିମନ୍ତେ। ତେବେ ମୁଁ ବି ଚିନ୍ତା କଲି, ଠିକ୍ ଅଛି, ଆମେ ହିନ୍ଦୁ ଧର୍ମଶାସ୍ତ୍ରରେ ଥିବା ଯୀଶୁଙ୍କ ବିଷୟକୁ ଶ୍ଲୋକ ସହିତ ଆଲୋଚନା କରିବା। ତେବେ ହିନ୍ଦୁ ଧର୍ମଶାସ୍ତ୍ର ବୃହଦରଣ୍ୟକ ଉପନିଷଦରେ ଉପନିଷଦ 1:3 ଅର୍ଥାତ୍ ପ୍ରଥମ ମଣ୍ଡଳ 3 ଅଧ୍ୟାୟ 28 ପଦରେ ଯେଉଁ ଶ୍ଲୋକଟି ରହିଅଛି ତାହା ଶୁଣନ୍ତୁ। ତାହା ଏହିପରି, ଓମ୍ ଅସତମା ସଦ୍ଗମୟ ତମସମା ଜ୍ୟୋତିର୍ଗମୟ ମୃତ୍ୟୁର୍ମା ଅମୃତମ ଗମୟ ଓମ୍ ଶାନ୍ତି ଶାନ୍ତି ଶାନ୍ତି। ଆପଣ କ'ଣ ଓମ୍ ବିଷୟରେ କିଛି ଜାଣିଛନ୍ତି? ଯଦି ଆପଣ ଜାଣିବା ପାଇଁ ଚାହୁଁଛନ୍ତି କି ଓମ୍ ସହିତ ଯୀଶୁଙ୍କର କ'ଣ ସମ୍ପର୍କ ରହିଅଛି, ତେବେ ମୋ ଚ୍ୟାନେଲରେ ଗୋଟେ ଭିଡ଼ିଓ ଅଲରେଡ଼ି ଅଛି। ମୋ ଚ୍ୟାନେଲକୁ ଆପଣ ଯାଇକି ଭିଜିଟ୍ କରି ଆପଣ ସେ ଭିଡ଼ିଓକୁ ସେଠାରୁ ଦେଖିପାରିବେ। ଆଉ ଶ୍ଲୋକଟି ଏହିପରି, ଓମ୍ ଅସତମା ସଦ୍ଗମୟ। ପ୍ରଥମ ବିଷୟ, ଏହାର ଅର୍ଥ ହେଉଛି ଯିଏ ଅଜ୍ଞାନତାରୁ ସତ୍ୟକୁ ନେଇଯାଏ। ବର୍ତ୍ତମାନ ଆମେ ବାଇବେଲରେ କିଛି ଅଂଶ ପାଠ କରିବା। ଏଫେସିୟ 4 ପର୍ବର 18 ପଦ। ଏଠାରେ ଏପରି ଲେଖାଯାଏ, ସେମାନେ ଆପଣାମାନଙ୍କଠାରେ ଥିବା ଅଜ୍ଞାନତା ହେତୁ ଓ ନିଜ ନିଜ ହୃଦୟରେ ଜଡ଼ତା ହେତୁ ଆପଣା ଆପଣା ବୁଦ୍ଧିରେ ଅନ୍ଧକାରାଚ୍ଛନ୍ନ ପୁଣି ଈଶ୍ୱରଙ୍କ ଜୀବନରୁ ବିଚ୍ଛିନ୍ନ ହୋଇଅଛନ୍ତି।
ଏହି ପଦ ଅନୁସାରେ ସତ୍ୟ ପରିମେଶ୍ୱରଙ୍କୁ ନ ଜାଣିବା ହେତୁରୁ ସେମାନେ ନିଜ ନିଜ ବୁଦ୍ଧିରେ ଅନ୍ଧକାରଚ୍ଛନ୍ନ ହୋଇଅଛନ୍ତି। ତେବେ ଏହି ଅଜ୍ଞାନତାରୁ ସେମାନଙ୍କୁ ସତ୍ୟକୁ କିଏ ନେଇକି ଯିବ? ତେବେ ଆମେ ଦେଖିବା ପ୍ରଥମ ଯୋହନ 5 ପର୍ବର 20 ପଦ। ଏଠାରେ ଏପରି ଲେଖାଯାଏ, ଆହୁରି ମଧ୍ୟ ଆମେମାନେ ଜାଣୁ ଯେ ଈଶ୍ୱରଙ୍କ ପୁତ୍ର ଆସିଅଛନ୍ତି ଏବଂ ସତ୍ୟମୟଙ୍କୁ ଜାଣିବା ନିମନ୍ତେ ଆମ୍ଭମାନଙ୍କୁ ଜ୍ଞାନ ଦେଇଅଛନ୍ତି। ଏଠାରେ ସ୍ପଷ୍ଟ ଭାବେ ଲେଖା ଅଛି ଜ୍ଞାନ ଦେଇଅଛନ୍ତି। ତେଣୁ ଯୀଶୁ ହିଁ ଅଜ୍ଞାନତାରୁ ସତ୍ୟକୁ ନେଇଯିବା ନିମନ୍ତେ ସମର୍ଥ ଅଟନ୍ତି। ତେଣୁ ହିନ୍ଦୁ ଧର୍ମଶାସ୍ତ୍ରର ଏହି ଶ୍ଲୋକ ଅନୁସାରେ ଯୀଶୁ ଅନ୍ଧକାରରୁ ଆଉ ଅଜ୍ଞାନତାରୁ ସତ୍ୟକୁ ନେବା ନିମନ୍ତେ ସମର୍ଥ ପରମେଶ୍ୱର ଅଟନ୍ତି। ଆଉ ମଧ୍ୟ ଆପଣ ପଢ଼ିପାରିବେ ଯୋହନ 14 ପର୍ବ 6 ପଦ, ଯେଉଁଠି ଲେଖା ଅଛି, ଯୀଶୁ କହିଲେ, ମୁଁ ପଥ ସତ୍ୟ ଓ ଜୀବନ, ମୋ ଦେଇ ନଗଲେ କେହି ପିତାଙ୍କ ନିକଟକୁ ଯାଏ ନାହିଁ। ତେଣୁ ଯୀଶୁ ମାର୍ଗ ଅଟନ୍ତି ପିତାଙ୍କ ନିକଟକୁ ଯିବା ନିମନ୍ତେ, ଅର୍ଥାତ୍ ସ୍ୱର୍ଗକୁ ଯିବା ନିମନ୍ତେ। ଏବଂ 2 ନମ୍ବର, ଶ୍ଲୋକର ଦ୍ୱିତୀୟ ଅଂଶ, ତାମାସମା ଜ୍ୟୋତିର୍ଗମୟ। ଏହାର ଅର୍ଥ ହେଉଛି ଯିଏ ଅଜ୍ଞାନତାରୁ ଜ୍ୟୋତିକୁ ନେଇଯାଏ। ତେବେ ଆମେ ଦେଖିବା ଯୀଶୁଙ୍କ ପାଖରେ କ'ଣ ସାମର୍ଥ୍ୟ ଅଛି କି, ଯଦ୍ୱାରା ଯୀଶୁ ଆମକୁ ଅନ୍ଧକାରରୁ ଜ୍ୟୋତିକୁ ନେଇପାରିବେ? ଯୋହନ 8 ପର୍ବର 12 ପଦ, ଯୀଶୁ ପୁନର୍ବାର ଲୋକମାନଙ୍କୁ ଶିକ୍ଷା ଦେଇ କହିଲେ, ମୁଁ ଜଗତର ଜ୍ୟୋତି, ଯିଏ ମୋହର ଅନୁଗମନ କରେ ସେ କେବେ ହେଁ ଅନ୍ଧକାରରେ ଭ୍ରମଣ କରିବ ନାହିଁ, ବରଂ ଜୀବନର ଜ୍ୟୋତି ପାଇବ। ଯୋହନ 12 ପର୍ବର 46। ଆଉ ସେ ଯେପରି ଅନ୍ଧକାରରେ ଭ୍ରମଣ ନ କରେ ସେଥିପାଇଁ ମୁଁ ଜ୍ୟୋତି ହୋଇ ଆସିଅଛି ବୋଲି ଲେଖା ଅଛି। ଏ ପଦ ଗୁଡ଼ିକ ଆମ୍ଭମାନଙ୍କୁ ଏଇଆ ପ୍ରମାଣ ଦିଏ ଯେ ଯୀଶୁଙ୍କ ପାଖରେ ଶକ୍ତି ଅଛି, ଯଦ୍ୱାରା ସେ ଅନ୍ଧକାରରୁ ଜ୍ୟୋତିକୁ ନେବା ନିମନ୍ତେ ସମର୍ଥ ଅଟନ୍ତି। ତେଣୁ ବୃହଦରଣ୍ୟକ ଉପନିଷଦ ବର୍ଣ୍ଣନା କରେ ତମସମା ଜ୍ୟୋତିର୍ଗମୟ, ଅର୍ଥାତ୍ ଅନ୍ଧକାରରୁ ଜ୍ୟୋତିକୁ ନେଇଯାଏ। ସେ କିଏ? ସେ ହେଉଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ। ଏବଂ ନମ୍ବର 3, ଶ୍ଲୋକର ତୃତୀୟ ଅଂଶ, ମୃତ୍ୟୁର୍ମା ଅମୃତମ ଗମୟ। ଏହାର ଅର୍ଥ ହେଉଛି ମୃତ୍ୟୁରୁ ଅମରତାକୁ ନେଇଯାଏ। ଦେଖିବା ଏହି ଶକ୍ତି ମଧ୍ୟ ଯୀଶୁଙ୍କ ପାଖରେ ଅଛି ନା ନାହିଁ। ଆଉ 2 ତିମୋଥୀ 1 ପର୍ବର 10 ପଦ, ଏଠାରେ ଏପରି ଲେଖାଯାଏ, କିନ୍ତୁ ଏବେ ଆମମାନଙ୍କ ତ୍ରାଣକର୍ତ୍ତା ଖ୍ରୀଷ୍ଟ ଯୀଶୁଙ୍କର ଆବିର୍ଭାବ ଦ୍ୱାରା ପ୍ରକାଶିତ ହୋଇଅଛି। ସେ ମୃତ୍ୟୁକୁ ଲୋପ କରିଅଛନ୍ତି, ପୁଣି ସୁସମାଚାର ଦ୍ୱାରା ଜୀବନ ଓ ଅମରତାକୁ ଆଲୋକରେ ପ୍ରକାଶ କରିଅଛନ୍ତି। ସ୍ପଷ୍ଟ ଭାବରେ ଲେଖା ଅଛି ଯେ ଆଲୋକରେ ପ୍ରକାଶ କରିଅଛନ୍ତି। ମୃତ୍ୟୁର୍ମା ଅମୃତମ ଗମୟମ୍। ମୃତ୍ୟୁର୍ମା ଅମୃତମ ଗମୟ, ମୃତ୍ୟୁରୁ ଅମରତାକୁ ନେଇଯାଏ। ଏହି ଅମରତା ବିଷୟରେ ବାଇବେଲ ଆହୁରି କ'ଣ କହେ? ଦେଖନ୍ତୁ ଯୋହନ ତାର 11 ପର୍ବର 26 ପଦ, ପୁଣି ଯେ କେହି ବଞ୍ଚେ ଓ ମୋ ଠାରେ ବିଶ୍ୱାସ କରେ ସେ କଦାପି କେବେ ହେଁ ମରିବ ନାହିଁ। ଏହା କ'ଣ ବିଶ୍ୱାସ କରୁଅଛ? ଏଠାରେ ସ୍ପଷ୍ଟ ଭାବେ ଲେଖା ଅଛି କଦାପି କେବେ ହେଁ ମରିବ ନାହିଁ। ତେବେ ଯୀଶୁ ଆମକୁ ମୃତ୍ୟୁରୁ ଅମରତାକୁ ନେଇଯାଆନ୍ତି। ତେବେ ହିନ୍ଦୁ ଧର୍ମଶାସ୍ତ୍ରର ଏହି ଶ୍ଲୋକ ଅନୁସାରେ ଏହି ଶ୍ଲୋକରେ ଯାହା ଯାହା ଲେଖା ଅଛି ତାହା କରିବା ନିମନ୍ତେ କେବଳ ଯୀଶୁ ହିଁ ସମର୍ଥ ଅଟନ୍ତି। ତେଣୁ ସମ୍ପୂର୍ଣ୍ଣ ପରିତ୍ରାଣ ଦେବାକୁ ଯୀଶୁ ହିଁ ସକ୍ଷମ ଅଟନ୍ତି। ଆପଣମାନଙ୍କୁ ବିଶେଷ ଅନୁରୋଧ, ଏହି ଭିଡ଼ିଓକୁ ପ୍ରବଳ ମାତ୍ରାରେ ସେୟାର କରନ୍ତୁ, ଯେପରି ଯେଉଁମାନେ ଏହି ଗୁପ୍ତ ବିଷୟ ଜାଣିନାହାନ୍ତି ସେମାନେ ଯେପରି ସମସ୍ତ ଶାସ୍ତ୍ରର ନିଗୂଢ଼ ବିଷୟ ଜାଣିବାକୁ ପାରିବେ। ଆଉ ଥରେ ବିଶେଷ ଅନୁରୋଧ କରୁଅଛି, ଯଦି ଆପଣ ଇଂରାଜୀ ଭାଷାରେ ପରମେଶ୍ୱରଙ୍କର ବାଇବେଲ ଷ୍ଟଡି କରିବା ପାଇଁ ଚାହୁଁଛନ୍ତି ତେବେ ଆପଣ ଡେସ୍କ୍ରିପ୍ସନରେ ଥିବା ଲିଙ୍କରେ କ୍ଲିକ୍ କରି ସେହି ଚ୍ୟାନେଲକୁ ଆପଣ ସବସ୍କ୍ରାଇବ୍ କରିପାରିବେ। ଭିଡ଼ିଓ ମଧ୍ୟ ଆପଣ ଦେଖିପାରିବେ। କାରଣ ଏହି ଚ୍ୟାନେଲ ଭିତରେ ଯେଉଁ ଭିଡ଼ିଓ ଗୁଡ଼ିକ ରହିଅଛି ତାହା ଅତି ସରଳ ଭାଷାରେ ମୁଁ ବୁଝାଇଛି। ଆଉ ସରଳ ଇଂରାଜୀ ମୁଁ ପ୍ରୟୋଗ କରିଅଛି, ଯାହାଦ୍ୱାରା ଯଦି ଆପଣ ଅଳ୍ପ ଅଳ୍ପ ଇଂଲିଶ ଯଦି ଆପଣ ବୁଝନ୍ତି ତେବେ ବି ଆପଣ ମୋର ଭିଡ଼ିଓକୁ ଆପଣ ଦେଖି ବୁଝିପାରିବେ ନିଶ୍ଚିନ୍ତ ଭାବରେ। ଆଉ ଯଦି କୌଣସି ବିଷୟ ବୁଝିପାରୁନଥିବେ ତେବେ ମୋତେ କମେଣ୍ଟ ମାଧ୍ୟମରେ ଆପଣ ପଚାରିପାରିବେ ଯେ କ'ଣ। ଆଉ ମୁଁ ରେଡ଼ି ଅଛି, ମୁଁ ପ୍ରସ୍ତୁତ ଅଛି ଆପଣଙ୍କୁ ବୁଝାଇବା ନିମନ୍ତେ।
आउ जदि आपण प्रथम थर पर यह चैनल को आछंते यह चैनल को मध्य आपण सब्सक्राइब करके नियंतु। आउ जेपरी आपण आगामी दिन मानकरे आसुथबा अन्य वीडियो गुडी को पाई परिबे सेति निमते घंटी चिन्ह को मध्य दबेकी ऑल उपरे क्लिक करंतु। आउ जदि आपण आगो को बढ़िया पे चाहूचंती तबे इस चैनल सहित आपण कनेक्टेड रहंतु। तबे प्रिय बंधुगण आज विषय वस्तु थिला वेदरे बाइबल हिंदू वेद मध्य बाइबल रो अंश असीना नहीं ता आज आमे माने सरकर सहित आमे वर्णना कलु। जदि आपन को वीडियो भल लगी ते वीडियो को लाइक करंतु एवं अन्य मानकु शेयर मते करंतु। समस्त को ख्रीष्ट प्रेमर आंतरिक नमस्कार। प्रिय बंधुगण पुणी थे देखा आपण सहित आउ गोटे वीडियो रे आउ अध्याय। नमस्कार।